ଯଦୁମଣି କହିଲେ ଚକ୍ରବନ୍ଧନ କାର୍ଯ୍ୟ ଯେତେବେଳେ ହୁଏ ବାହାଘର ପୂର୍ବରୁ କୁମ୍ଭାର ଘରର ଚକି ଆସେ ବା ଆମ ଘରର ରଗଡ଼ା ଯନ୍ତ୍ର ଆମେ ପୂଜା କରୁ। ସାତ ଘରର 7 ଜଣ ସଧବା ସ୍ତ୍ରୀ ଲୋକ ଯିବେ, 7 ମୁଠା ଗୋଟା ବିରି ପକେଇଦେବେ, ମୁଠାଏ ଗୋଟା ବିରି ପକେଇ 2 ଭେରା ବୁଲେଇ ଦେବେ ଯିବେ। ଆଚ୍ଛା ବିରି କାହିଁକି ପକାନ୍ତି? ମୁଗ ପକେଇଲେ ତ ଚଳନ୍ତା, ଏଇଥିପାଇଁ ପକାନ୍ତି ରବି ଶସ୍ୟ ଭିତରେ ବିରିଟା ଆଜ୍ଞା ଭାରି ଟାଣେ। ସେ ସ୍ତ୍ରୀ ଲୋକ ଜଣକ ପ୍ରତ୍ୟକ୍ଷରେ ନ କହିଲେ ମଧ୍ୟ ପରୋକ୍ଷ ଭାବରେ କହୁଛି, ହେ ବାପା ଏଡେ ସୁନ୍ଦର ମାୟା ଚକି, ବିରି ଏଡେ ବଡ ଟାଣ, ତା ଭିତରେ ପଡୁଛି ଦିଫାଳେ ହେଇଯାଉଛି। ଏବେ ବି ସମୟ ଅଛି ବାପା, ଗହନ ନିଗମ ବଚନ ଭये ଭାଜିଲେ ଯୋଗୀଜନ। ବାବାଜୀ ଗୁଡା ସଂସାରକୁ ଡରି ଦାଢି ନିଶ ଛାଡି ଜଙ୍ଗଲ ଭିତରେ ରାମ ରାମ କୃଷ୍ଣ କୃଷ୍ଣ ଜପୁଛନ୍ତି କାହିଁକି? ବାହାଘରକୁ ଡରିଲେ, କହିଲେ ବାପା ଆମେ ପାରିବୁନି, କିନ୍ତୁ ଆମେ ଯୋଉଠି ମାନେ ଅଣ୍ଟା ମୋଟୁଆ ଆମେ ବାହାରିଲେ। ସେ ସ୍ତ୍ରୀ ଲୋକ କହୁଛି ଏ ଭିତରେ ପଶେ ନା, ଦିଫାଳେ ହେଇଯିବୁ। ତଥାପି ମଣିଷ ମାନିଲାନି, ବାଡୁଅ ପାଣି ଗାଧେଇଲା। ବାଡୁଅ ପାଣି ଗାଧେଇଲା ବେଳେ ଗୋଟେ ଗୋଟା ଗୁଆ ଏଡେ ବଡ ଶିଳ ପୁଆ, ଜେଜେ ହୁଅନ୍ତୁ କି ଜେଜେମା କି ଆଈ କି ଭାଉଜ ଯିଏ ତମ ଚୁଗୁଲି ହେବେ, କାନ୍ଧରେ ଟିକେ ମୁଣ୍ଡରେ ଟିକେ ଛୁଆଇ ଦିଅନ୍ତି। ସେ ଛୁଆ ନୁହଁ, ସେ ଛେଚା। ସେ ବୁଝଉଛି ଏଇଟା ସାମ୍ପୁଲ, ଆପରେ ଷ୍ଟୋର ରୁମ ତୁ ଦେଖିବୁ ଜୀବନ ଯାକ କେତେ ଛେଚା ଖାଇବୁ ତା ଠିକ ନାହିଁ। ଏବେ ବି ସମୟ ଅଛି, ଆ ଭିତରୁ ପଳା। କିନ୍ତୁ ଆମେ କଣ ବାହାରିଲେ? ତା ପରଦିନ ବରବେଶ ସାଜି ଡିଜେ ମ୍ୟୁଜିକ ବଜେଇ ଗାଁ ଯାକକୁ ମଦ ପିଆଇ ଅରୁଆକୁ ଗୁଆ ଘିଅ ଗୀତ ଲଗେଇ ଚାଲିଲେ। ଯେତେବେଳେ ଦୁଲୁ ଦୁଲୁ ଗାଁ କମ୍ପିଲା, ତଳ ସାହି ବାଜା ବାଜିଲା ବେଳେ ଉପର ସାହିରେ ବୁଢା ପିଣ୍ଡାରେ ଶୋଇଛି। ନାତିକି ପଚାରିଲା, କହିଲା ଆରେ ବାପା ଇଏ ତଳପଟ ସାହି କଣ କମ୍ପୁଛି? ନା ଜେଜ ଜାଣିନ, ସେ ପ୍ରଧାନ ଘର ପୁଅ ପରା ବାହା ହେବାକୁ ଯାଉଛି। ବୁଢା ଶୋଇକି ଭାବୁଛି ବାହା ହେଇଯାଉନି ରେ, ବାଜା ବଜେଇ ବାଣ ଫୁଟେଇ 3 ଲକ୍ଷ ଟଙ୍କା ବଫେଇ ଭୋଜି ଦେଇ ଯାଉଛି କିଳାକୁ ନିମନ୍ତ୍ରଣ କରି ଡାକି ଯାଉଛି, କିଳା ଆମ ଘର ଆଡିକି ଟିକେ ଆସ। କେଡେ ଶାନ୍ତିର ମଣିଷ ଥିଲା, ବାଜା ବଜେଇ ବାଣ ଫୁଟେଇ କିଳାକୁ ଡାକି ଆଣିଲା। ସେତିକି ନୁହଁ, ଆପଣ ଦେଖୁନାହାନ୍ତି ବାହା ହେଇ ସାରିଲା, ହାତ ଗଣ୍ଠି ପଡୁଛି, ତଳେ ରହିଲା ପୁଅ ହାତ, ଉପରେ ରହିଲା ଝିଅ ହାତ। ପଇସା ସାରିବ ଇଏ, କିନ୍ତୁ ତଳେ ରଖିଛି ହାତ କାହିଁକି? ଇଏ ଅଗ୍ନି କି ସାକ୍ଷୀ ରଖି କହୁଛି ତୁ କିଛି ପରୁଆ କରନା, ତୋର ସବୁ ଯାକ ବୋଝ ଜୀବନ ସାରା ମୁଁ ମୁଣ୍ଡେଇବି। ସେତକ ପ୍ରତିଶ୍ରୁତି ଦେଇ ଆସିଲା ବୋଲି ଦଶମଙ୍ଗଳାବାସୀ ଇଏ ସରକାରଙ୍କ ଅଧିନିୟମ ମାନି ହେଲମେଟ ପିନ୍ଧି ଗାଡି ଚଲେଇବ, ସିଏ ଗୁଡେ ହେଇକି ଆ ଉପରେ ବସିବ। ଆଉ ବୋଝ ମୁଣ୍ଡେଇବାକୁ ତ ଇଏ କହିଛି, ଏଇ ମୁଣ୍ଡେଇବନି ଆଉ କିଏ ମୁଣ୍ଡେଇବ?